ସମସ୍ତଙ୍କୁ ସ୍ୱାଗତ। ରାମାୟଣ କାହାଣୀ ତ ଆମେ ସମସ୍ତେ ଜାଣିଛେ ନୁହେଁ? ରାମ, ସୀତା ଆଉ ଲକ୍ଷ୍ମଣଙ୍କର ସେହି 14 ବର୍ଷର ବନବାସ କଥା ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା। କିନ୍ତୁ ଜାଣିଛନ୍ତି, ଏହି ମହାକାବ୍ୟର ପୃଷ୍ଠା ଭିତରେ ଏମିତି ବି କିଛି କାହାଣୀ ଲୁଚି ରହିଛି ଯାହା ବିଷୟରେ ଜାଣିଲେ ମନରେ ଅନେକ ପ୍ରଶ୍ନ ଆସେ। ଆଜି ଆମେ ସେମିତି ଗୋଟିଏ ଅକୁହା କାହାଣୀ ବିଷୟରେ କଥା ହେବା। ହଁ, ଆଜି ଆମେ ସେହି ରହସ୍ୟ ଉପରୁ ପରଦା ଉଠାଇବା। ପ୍ରଶ୍ନଟି ହେଉଛି, ଯେତେବେଳେ ଲକ୍ଷ୍ମଣ 14 ବର୍ଷ ପାଇଁ ବନବାସରେ ଥିଲେ, ତାଙ୍କ ପତ୍ନୀ ଉର୍ମିଳା କେମିତି ମା ହେଲେ? ଏଇଟା ଏମିତି ଗୋଟେ ପ୍ରଶ୍ନ ଯାହା ସତରେ ଆମକୁ ଭାବିବାକୁ ବାଧ୍ୟ କରେ। ତେବେ ଚାଲନ୍ତୁ ଏହି ରହସ୍ୟର ଗଭୀରତାକୁ ଯିବା ଆଉ ଜାଣିବା ଏହା ପଛର କାହାଣୀ। ଦେଖନ୍ତୁ, ମଜା କଥା ହେଉଛି, ବାଲ୍ମୀକି ରାମାୟଣ ହେଉ କି ରାମଚରିତମାନସ, ଏହି ମୁଖ୍ୟ ଗ୍ରନ୍ଥଗୁଡ଼ିକରେ ଏହାର କୌଣସି ସିଧାସଳଖ ଉତ୍ତର ନାହିଁ। ସେଗୁଡ଼ିକ ଏ ବିଷୟରେ ଚୁପ୍। କିନ୍ତୁ ଲୋକକଥା ଆଉ ପରମ୍ପରାରେ ଏହାର ଗୋଟେ ନୁହେଁ, ଅନେକ ରୋଚକ ଉତ୍ତର ମିଳେ। ତେବେ ଆସନ୍ତୁ ସେହି ଲୋକକଥା ଭିତରକୁ ଟିକେ ପଶିବା। ଆଚ୍ଛା, କୌଣସି ନିଷ୍ପତ୍ତିରେ ପହଞ୍ଚିବା ପୂର୍ବରୁ ପ୍ରଥମେ ଆସନ୍ତୁ ଉର୍ମିଳାଙ୍କ ଚରିତ୍ରକୁ ଟିକେ ଭଲ ଭାବରେ ବୁଝିବା। ତାଙ୍କର ସେ ତ୍ୟାଗ, ସେଇ ଧୈର୍ଯ୍ୟ। ସତ କହିବାକୁ ଗଲେ ଏହା ରାମାୟଣର ଏକ ନୀରବ କିନ୍ତୁ ବହୁତ ଶକ୍ତିଶାଳୀ ଅଧ୍ୟାୟ। ତେବେ କିଏ ଥିଲେ ଉର୍ମିଳା? ସେ ଥିଲେ ମାତା ସୀତାଙ୍କ ସାନ ଭଉଣୀ, ଅଯୋଧ୍ୟାର ବୋହୂ ଆଉ ଲକ୍ଷ୍ମଣଙ୍କ ପ୍ରିୟ ପତ୍ନୀ। କିନ୍ତୁ ଏହାଠାରୁ ବହୁତ ବେଶୀ କିଛି। ଯେତେବେଳେ ଲକ୍ଷ୍ମଣ ଭାଇଙ୍କ ସେବା ପାଇଁ ବନବାସ ଗଲେ, ଉର୍ମିଳା 14 ବର୍ଷ ଧରି ରାଜମହଲରେ ରହିଲେ। ଆଉ କେବଳ ରହିଲେନି, ବରଂ ନିଜର ସବୁ ରାଜକୀୟ କର୍ତ୍ତବ୍ୟକୁ ବହୁତ ନିଷ୍ଠାର ସହ ପାଳନ କଲେ। ତାଙ୍କର ସେ ତ୍ୟାଗ ସତରେ ଅବର୍ଣ୍ଣନୀୟ। ଏବେ ଆସନ୍ତୁ ସେହି କାହାଣୀ ଆଡ଼କୁ ଯିବା, ଯାହା ଏହି ରହସ୍ୟର ମୁଁ କହିବି ସବୁଠାରୁ ଆକର୍ଷଣୀୟ ବ୍ୟାଖ୍ୟା ଦିଏ। ଏହା ଏକ ରାଜକୀୟ ଫଳର କାହାଣୀ। ଆଉ ଏହି କାହାଣୀ ଆମକୁ ଶିଖାଏ ଯେ ଭଲ କାମର ଫଳ ସବୁବେଳେ ମିଠା ହୁଏ। ତେବେ କାହାଣୀଟା ଆରମ୍ଭ ହେଉଛି ଅଯୋଧ୍ୟାରୁ ନୁହେଁ, ବରଂ ସୂର୍ଯ୍ୟପୁର ରାଜ୍ୟରୁ। ସେଠି ଥିଲେ ଜଣେ ରାଜା, ନାଁ ତାଙ୍କର ମହେନ୍ଦ୍ର। ସେ ଖୁବ୍ ଧର୍ମପରାୟଣ ଥିଲେ, କିନ୍ତୁ ତାଙ୍କର ଗୋଟେ ବଡ଼ ଦୁଃଖ ଥିଲା। ସେ ନିଃସନ୍ତାନ ଥିଲେ, ଆଉ ଗୋଟେ ସନ୍ତାନ ପାଇଁ ତାଙ୍କ ମନ ଭାରି ବ୍ୟାକୁଳ ଥିଲା। ଆଉ ଠିକ୍ ସେତିକିବେଳେ ତାଙ୍କ ସାମ୍ନାକୁ ଆସିଲା ଏକ ରହସ୍ୟମୟ ମୟୂରୀ। ସେ ମୟୂରୀ ରାଜାଙ୍କୁ କହିଲା, ରାଜନ୍, ଆପଣଙ୍କ ଇଚ୍ଛା ପୂରଣ ହୋଇପାରିବ, କିନ୍ତୁ ସେଥିପାଇଁ ଆପଣଙ୍କୁ ଶାହୀ ଫଳ ନାମକ ଏକ ଦିବ୍ୟ ଫଳ ଆଣିବାକୁ ପଡ଼ିବ। ବସ୍, ଏଇଠୁ ହିଁ କାହାଣୀରେ ଏକ ନୂଆ ମୋଡ଼ ଆସିଲା। କିନ୍ତୁ ଏହି ଫଳ ପାଇବା ଏତେ ସହଜ ନଥିଲା। ରାଜାଙ୍କୁ ଏକ ଭୟଙ୍କର ଯାଦୁକରୀ ଦ୍ୱୀପକୁ ଯିବାକୁ ପଡ଼ିଲା, ଯାହା ଚାରିପଟେ ଥିଲେ ଭୟାନକ ଜୀବ। ଆଉ ସେଠି ଥିଲା ମଜଦର ନାମକ ଜଣେ ଶକ୍ତିଶାଳୀ ଯାଦୁକର, ଯିଏ ସେ ଫଳକୁ ଜଗିଥିଲା। ସେ ରାଜାରାଣୀଙ୍କୁ ବନ୍ଦୀ ବି କରିନେଲା। କିନ୍ତୁ ସେଇ ମୟୂରୀର ଚତୁର ପରାମର୍ଶ ଆଉ ରାଜାଙ୍କ ସାହସ ବଳରେ ସେମାନେ ଯାଦୁକରକୁ ହରାଇଲେ ଆଉ ସେହି ଦିବ୍ୟ ଶାହୀ ଫଳ ହାସଲ କଲେ। ତେବେ ଏତେ ବଡ଼ ପରୀକ୍ଷା ଦେଲା ପରେ ଫଳ କ'ଣ ମିଳିଲା? ରାଣୀ ଯେତେବେଳେ ସେ ଦିବ୍ୟ ଫଳକୁ ଖାଇଲେ, ତାଙ୍କ କୋଳକୁ ଆସିଲେ ଗୋଟିଏ ନୁହେଁ, ବରଂ 2ଟି ସନ୍ତାନ। ହଁ, ଜାଅଳା ସନ୍ତାନ। ଭଗବାନଙ୍କ କୃପାରୁ ତାଙ୍କର ବର୍ଷ ବର୍ଷର ପ୍ରାର୍ଥନା ସତରେ ସଫଳ ହେଲା। ଆଚ୍ଛା, ଏ ତ ଗଲା ଗୋଟେ କାହାଣୀ। କିନ୍ତୁ ଯେମିତି ମୁଁ ଆଗରୁ କହିଥିଲି, ଲୋକ ପରମ୍ପରାରେ କେବଳ ଗୋଟିଏ ଉତ୍ତର ନାହିଁ, ଆହୁରି ଅନେକ ତତ୍ତ୍ୱ ବା ଥିଓରି ଅଛି ଯାହା ଏହି ପ୍ରଶ୍ନର ଉତ୍ତର ଦେବାକୁ ଚେଷ୍ଟା କରେ। ଚାଲନ୍ତୁ ସେଗୁଡ଼ିକ ଉପରେ ନଜର ପକାଇବା। ତେବେ ଦେଖନ୍ତୁ କ'ଣ ସବୁ ତତ୍ତ୍ୱ ରହିଛି। ଗୋଟିଏ ବ୍ୟବହାରିକ ତତ୍ତ୍ୱ କହେ ଯେ ହୁଏତ ବନବାସ ଯିବା ଠିକ୍ ପୂର୍ବରୁ ଅଯୋଧ୍ୟାରେ ହିଁ ଉର୍ମିଳା ଗର୍ଭଧାରଣ କରିଥିଲେ। ଆଉ ଏକ ରହସ୍ୟମୟ ତତ୍ତ୍ୱ ଅଛି ଯାହା କହେ ଯେ ଉର୍ମିଳା 14 ବର୍ଷ ପାଇଁ ଲକ୍ଷ୍ମଣଙ୍କ ଭାଗର ନିଦ ନିଜେ ଶୋଇଥିଲେ, ଆଉ ସେହି ମହାନ ତ୍ୟାଗ ପାଇଁ ତାଙ୍କୁ ଦୈବୀ ପୁରସ୍କାର ମିଳିଥିଲା। ଏହାଛଡ଼ା କିଛି ଲୋକ ଏମିତି ବି କଳ୍ପନା କରନ୍ତି ଯେ ରାଜମହଲର ସମୟ ଆଉ ଜଙ୍ଗଲର ସମୟ ଅଲଗା ଭାବରେ ଚାଲୁଥିଲା। ଆଉ ଶେଷରେ ଏକ ପ୍ରତୀକାତ୍ମକ ତତ୍ତ୍ୱ କହେ ଯେ ସନ୍ତାନ ପ୍ରକୃତରେ ତାଙ୍କର ସେ ଅସୀମ ଭକ୍ତି ଆଉ ତ୍ୟାଗର ଏକ ଫଳ ଥିଲା। ତେବେ ଏତେ ସବୁ କାହାଣୀ, ଏତେ ସବୁ ତତ୍ତ୍ୱ, ଏସବୁର ପ୍ରକୃତ ଅର୍ଥ କ'ଣ? ଏହି ଲୋକକଥାଗୁଡ଼ିକର ଶକ୍ତି କେଉଁଠି ଲୁଚି ରହିଛି? ଆସନ୍ତୁ ଏହାକୁ ଟିକିଏ ବୁଝିବାକୁ ଚେଷ୍ଟା କରିବା। ଦେଖନ୍ତୁ, ଏହି କାହାଣୀଗୁଡ଼ିକର ଉଦ୍ଦେଶ୍ୟ ମୂଳ ରାମାୟଣକୁ ବଦଳାଇବା ନୁହେଁ। ଏଗୁଡ଼ିକର ଅସ୍ତିତ୍ୱ ରହିଛି କାରଣ ଏଗୁଡ଼ିକ ରାମାୟଣର ମୂଳ ଆଦର୍ଶ, ଯେମିତିକି ତ୍ୟାଗ, ସମର୍ପଣ, କର୍ତ୍ତବ୍ୟ, ଏସବୁକୁ ଏକ ନୂଆ ଦୃଷ୍ଟିକୋଣରୁ ଦେଖାଏ। ଏଗୁଡ଼ିକ ସେହି ଆଦର୍ଶଗୁଡ଼ିକୁ ଆହୁରି ଗଭୀର ଭାବରେ ବୁଝିବାରେ ଆମକୁ ସାହାଯ୍ୟ କରେ। ଆଉ ଏଥିରୁ ସବୁଠୁ ବଡ଼ ଶିକ୍ଷା କ'ଣ ମିଳେ? ସତ୍ୟ, ଧର୍ମ କେବଳ ପୂଜାରେ ନୁହେଁ, ବରଂ ପ୍ରତିଟି ମୁହୂର୍ତ୍ତକୁ ସମ୍ମାନ ଏବଂ ଆଦର୍ଶର ସହିତ ବଞ୍ଚିବାରେ ଅଛି।
ଉର୍ମିଳାଙ୍କ ନୀରବ ତ୍ୟାଗ ଏହି କଥାଟିକୁ ହିଁ ପ୍ରମାଣିତ କରେ। ଧର୍ମ କେବଳ ପୂଜାପାଠ ନୁହେଁ, ଧର୍ମ ହେଉଛି ନିଜ କର୍ତ୍ତବ୍ୟକୁ ନିଷ୍ଠାର ସହ ପାଳନ କରିବା। ତେବେ ଏହି ଗୋଟିଏ ପ୍ରଶ୍ନ ସହିତ ଆଜିର ଆଲୋଚନାକୁ ଶେଷ କରିବା। ଗୋଟିଏ କାହାଣୀ ଭିତରେ ଥିବା ଗଭୀର ସତ୍ୟକୁ ବୁଝିବା ପାଇଁ କ'ଣ ସେହି କାହାଣୀର ଅକ୍ଷରେ ଅକ୍ଷରେ ସତ ହେବା ଜରୁରୀ? ଟିକେ ଭାବି ଦେଖନ୍ତ। ବୋଧହୁଏ ଏହି ଲୋକକଥାଗୁଡ଼ିକ ହିଁ ଆମର ପ୍ରାଚୀନ ମହାକାବ୍ୟକୁ ଆଜି ବି ଆମ ଭିତରେ ଜୀବନ୍ତ କରି ରଖିଛି।